ସୁରକ୍ଷା ବିଷୟରେ ଚିନ୍ତା କରିଛନ୍ତି ଏବଂ ସରକାର ଏ ବର୍ଷ ବଢିଆ ଭାବେ ସେ ସାରା ଓଡ଼ିଶାରେ ପାଳନ କରୁଛନ୍ତି। ଭାରତ ସରକାର ମଧ୍ୟ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ମଧ୍ୟ ସଡ଼କ ସୁରକ୍ଷା ମାସ ପାଳନ କରୁଛନ୍ତି। ଏବଂ ମୁଁ ଅନୁରୋଧ କରୁଛି ଯେଉଁମାନେ ଏଠି ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ୍ତୁନି, ସେମାନେ ନିଜେ ସଡ଼କ ସୁରକ୍ଷା ପ୍ରତି ସାବଧାନ ହୁଅନ୍ତୁ, ସଚେତନ ହୁଅନ୍ତୁ, ନିଜ ପରିବାରକୁ ଆଗେ ସଚେତନ କରାନ୍ତୁ ଏବଂ ଅନ୍ୟମାନଙ୍କୁ ସଚେତନ କରାନ୍ତୁ। ସେମିତି କଲେ ଆମେ ଆମର ଯେଉଁ ଅଛି ସଡ଼କ ଦୁର୍ଘଟଣାର ହୃଦାହତ ସେଇଟା ମଧ୍ୟ କମିଯାଇ ପାରିବ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ମୁଁ ଭାବୁଛି ଚିତ୍ରକୂଟ ଆଜ୍ଞା ଆପଣ ଟିକେ କହିଲେ ସାରଙ୍କର ଆୟୁଷ ମାନେ ବୟସ ଆୟୁଷ ବଢ ମୁଖ୍ୟମନ୍ତ୍ରୀ ସେ ବଢିବ ନା ତାହେଲେ 150 କରିଲା ମୁଖ୍ୟମନ୍ତ୍ରୀଙ୍କୁ ଧାନ ଚାଷୀ ମାନଙ୍କୁ ଟିକେ ସୁବିଧା କରନ୍ତୁ। ଆପଣ କହୁଛନ୍ତି ଆଜ୍ଞା ମୁଁ ସବୁ ଦେଖିଲି ଚାଷୀ ଭାଇ ମାନଙ୍କ ପାଖରେ ପ୍ରଥମେ ପହଞ୍ଚି ଗଲେ ବିଲରେ ମାନେ ଆଜ୍ଞା କାଦରେ ଗୋଡ ଫସି ଯାଉଥାଏ ଯୋଉ ଦୁଧୁ କଷା ହଉଥାଏ ସାରେ ପହଞ୍ଚନ୍ତି ଆଗେ ପହଞ୍ଚନ୍ତି ମୁଁ ସାର୍ଙ୍କୁ ମଧ୍ୟ ପଚାରିବି ଆମର ସାର୍ଙ୍କୁ ନାଇଁ ନାଇଁ ମୁଁ ଓଢେଇଲେ ମୁଁ ହାତ ରଖି ସେଇଟା ସାର୍ଙ୍କୁ ଟିକେ ଅନୁରୋଧ କରିବି। ସାର୍ ଆମର ଏଠି ସଡ଼କ ସୁରକ୍ଷା ଆପଣ କୁହନ୍ତୁ ନିଜେ ଗଲାବେଳେ ହେଲମେଟ୍ ପିନ୍ଧୁଥିଲେ ଆପଣ ନିଶ୍ଚୟ ନାଇଁ ମୋର ନିଶ୍ଚୟ ଏଟା ସଚେତନ ଧର୍ମୀ ଆମର ମୁଖ୍ୟମନ୍ତ୍ରୀ ନିଶ୍ଚୟ ସେ ହେଲମେଟ୍ ପିନ୍ଧୁଥିଲେ ଏବଂ 4 ଚକିଆରେ ବସିଲା ଆମ ଏଠି ଗୋଟେ ଲୋକ ଅଛନ୍ତି ଆମର କର୍ମକର୍ତ୍ତା ପିଲାମାନେ ଅଛନ୍ତି ଆପଣ ଜାଣିଛନ୍ତି 60% ସାର୍ ପିଲାମାନେ ମୃତ୍ୟୁବରଣ କରୁଛନ୍ତି ସଡ଼କ ଦୁର୍ଘଟଣାରେ ତାଙ୍କୁ ଗୋଟେ ବାର୍ତ୍ତା ଭଲ ବାର୍ତ୍ତା ହିଁ ଦିଅନ୍ତୁ। ଆମେ ସଚେତନ ବହୁତ ଆମର ଆର୍ଥିକ ଯେଉଁମାନେ ପୋଲିସ ମାନେ ସବୁ ସଚେତନ କରୁଛନ୍ତି ଏବଂ ସେ କମିଶନ ଗତ ବର୍ଷ ସାର୍ କେତେ ଆମର ମ୍ୟାଡାମ ଅଛନ୍ତି କମିଶନ ଆପଣଙ୍କର ସଡ଼କ ସୁରକ୍ଷା ନିୟମ କାନୁନ ଆମେ ଯେଉଁ କହୁଛନ୍ତି ଗାଡ଼ି ଚଲାଇଲା ବେଳେ ସେମାନେ ମୋବାଇଲରେ କଥା ହେବେ ନାହିଁ, ଅବକାରୀ ନେବେ ନାହିଁ ଏବଂ ସେମାନେ ନିୟମ ମାନିବେ। ଏ କଥାରେ ସେମାନେ ଜମା ମାନୁନାହାନ୍ତି। ଆମେ ଯୋଉଟା ଏବେ ଯୋଉ ପାଳନ କରିବା ପାଇଁ ଯୋଉ ତାକୁ କହୁଛୁ ନିୟମ କାନୁନ ମାନିବା ପାଇଁ ଆଉ ସଚେତନ ହେବା ପାଇଁ ଇଏ ସଚେତନ ହେବା ପାଇଁ ଇଏ ଆପଣଙ୍କର ଆଉ କିଛି ମନ୍ତ୍ର ଅଛି? ମନ୍ତ୍ର ଅଛି ସାର୍। ଆମ ପୋଲିସ ମାନେ ଫଟୋ ଉଠାଉଛନ୍ତି, ଯଦି ସେ ଫଟୋ ଉଠା ନ ହଉଛି ମୁଁ ଉଠେଇ ନେବି ଉପରୁ। ଆଚ୍ଛା ମୁଁ ଉଠେଇବି ନହେଲେ ଆପଣ ଉଠେଇଲେ ଦୌଡ଼ିବା ଉଠେଇବି ସେଠି ଗାଡ଼ି କରିକି ସଡ଼କ ସପ୍ତାହ ଯୋଉ ସଡ଼କ ମାସ ଯୋଉ ଆମର ଚାଲିବ ସେଟା ଆମର ସଫଳ ହବ ନାହିଁ। ଆଉ ତାହେଲେ କଣ କରିବା ସାର୍ ଉଠେଇବିନି ଆଉ ଆପଣ ଏଇ ସେମାନଙ୍କୁ ସୁରକ୍ଷିତ ଭାବରେ ସେମାନେ ଆଉ ମୋବାଇଲ କେମିତି ବ୍ୟବହାର ନ କରିବେ, ଅବକାରୀ କେମିତି ନେବେ ନାହିଁ ମୋବାଇଲ ବ୍ୟବହାର କରିବେ ସେ ସମୟରେ ଆପଣ ଟିକେ ସଚେତନ କରିବେ। ହଁ ସାର୍ ଲଙ୍ଗ ସାଇଡ୍ ଡ୍ରାଇଭିଂ କରୁଛନ୍ତି ଏବେ ସାର୍ ମୋରି ଆଗେ ଆଗରେ ପିଲାମାନେ ମାନେ ହେଲମେଟ୍ ରଖିକି ଯାଉଛନ୍ତି ଏଇଠି କଣ କରିବି ତା ସାଙ୍ଗେ ସାଙ୍ଗେ ଆପଣ ସେଇଠି ସାଙ୍ଗେ ସାଙ୍ଗେ ନାଇଁ ଆଜ୍ଞା ସପ୍ତାହ ଚାଲିଛି ଛାଡ଼ିଦେଲେ ପୁଣି ଆପଣ ଛାଡ଼ି ଦେଇଛନ୍ତି ଜମା ତ ସେ ଯୋଉ ସେମାନେ ଯଦି ନିୟମ ନ ମାନିବେ ତ ଆମର ସାର୍ ସମସ୍ତଙ୍କର ବୟସ 100 ବର୍ଷ 80 ବର୍ଷ ରଖୁଛି ସେମାନେ 18 ବର୍ଷ 28 ବର୍ଷ 45 ବର୍ଷ ତାଙ୍କ ଯୋଉ ଦୁର୍ଘଟଣା ସେମାନେ ଘଟାଉଛନ୍ତି ଆମର ସାର୍ ଠିକ୍ ଅଛି। ଆପଣ ଗୋଟିଏ ରାସ୍ତା କରନ୍ତୁ କେମିତି ଭାବରେ ଆମର ଯୋଉ ଲୋକମାନେ ଯୋଉ ଯୁବକ ମାନେ ସବୁ ୟଙ୍ଗ ଅଛନ୍ତି ସେମାନେ ଯୋଉ ବେଳେବେଳେ ହେଲମେଟ୍ ପିନ୍ଧୁନାହାନ୍ତି, ବେଳେବେଳେ ମୋବାଇଲରେ ଗୋଟେ ପଟେ କଥା ହଉଛନ୍ତି, ଗୋଟିଏ ହ୍ୟାଣ୍ଡେଲରେ ବସୁଛନ୍ତି, ଅଧା ବସିକି ଇଏ କେମିତି ଟିକେ ନ କରିବେ ନିୟମ କାନୁନ ମାନିକି ଯିବେ ସେଇଟା ଆପଣ ଟିକେ ଆମର ଯୋଉ ଅନୁଚର ମାନେ ଅଛନ୍ତି ତାଙ୍କ ମାଧ୍ୟମରେ ଏଇ ନିୟମ କାନୁନ ମାନିକିରି ମୋଟରସାଇକେଲ ଚଲେଇବେ, ଗାଡ଼ି ଚଲେଇବେ, ଏଇଟାକୁ ଟିକେ ଆପଣ ଟିକେ କଡ଼ାକଡ଼ି କରିବେ। ଆମର ଅର୍ଡର ଆମର କମିଶନର ଅର୍ଡର ଦେଇସାରିଛନ୍ତି, କଡ଼ା ଅର୍ଡର ଟିକେ ଦେବେ। ଧନ୍ୟବାଦ।